କରିବା ଆଲୋଚ୍ୟ ପ୍ରସଙ୍ଗ ହେଉଛି ପବିତ୍ରତାର ମାର୍ଗ। ପବିତ୍ରତାର ମାର୍ଗ, ଆପଣ କୋଉ ରାସ୍ତାରେ ଚାଲିଲେ ଆପଣ ପବିତ୍ର ହେଇପାରିବେ, କ'ଣ କଲେ ଆପଣ ପବିତ୍ରତାର ସ୍ଥିର ରହିପାରିବେ, ତାହା ଅଳ୍ପ ସମୟ ଆମେ ଚିନ୍ତା କରିକି ଦେଖିବା। 2 Corinthians 7 ପର୍ବ ତାର ପ୍ରଥମ ପଦ। ଅତଏବ ହେ ପ୍ରିୟମାନେ, ଏହି ସମସ୍ତ ପ୍ରତିଜ୍ଞା ପ୍ରାପ୍ତ ହେବାରୁ ଆସ, ଶରୀର ଓ ଆତ୍ମାର ସମସ୍ତ ଅଶୁଚିତାରୁ ଆପଣ ଆପଣାକୁ ଶୁଚି କରୁ, ପୁଣି ଈଶ୍ୱରଙ୍କୁ ଭୟ କରି ପବିତ୍ରତାରେ ସିଦ୍ଧ ହଉ। ଆପଣ ଏ ପବିତ୍ରତାର ମାର୍ଗରେ ଯିବା ପାଇଁ ଚାହିଁବେ, ସିଦ୍ଧତା ଆଡ଼କୁ ଯିବା ପାଇଁ ଚାହିଁବେ, ଆପଣ କ'ଣ କରିବା ଦରକାର? ଈଶ୍ୱରଙ୍କୁ ଭୟ କରିବା ଦରକାର। ଯଦି ଈଶ୍ୱରଙ୍କ ପ୍ରତି ଭୟ ଅଛି, ଆପଣ ଏ ପବିତ୍ରତାର ମାର୍ଗରେ ଯାଉଛନ୍ତି ବୋଲି ଜଣାପଡ଼ିବ, ଆଉ ଆପଣ ସିଦ୍ଧତା ଆଡ଼କୁ ବି ଅଗ୍ରସର ହେବେ। ପବିତ୍ରତାର ମାର୍ଗରେ ଥିବା ଲୋକ ଜୀବନରେ କ'ଣ ଥାଏ? ଈଶ୍ୱରଙ୍କ ପ୍ରତି ଭୟ ଥାଏ। ସେ ବାକି ବିଷୟକୁ ଭୟ କରେ ନାହିଁ, ପରିସ୍ଥିତିକୁ ଭୟ କରେ ନାହିଁ, ପରିବେଶକୁ ଭୟ କରେ ନାହିଁ, ଅଭାବକୁ ଭୟ କରେ ନାହିଁ, ରୋଗକୁ ଭୟ କରେ ନାହିଁ, ତାଡ଼ନାକୁ ଭୟ କରେ ନାହିଁ। କାହାକୁ ଭୟ କରେ? ଈଶ୍ୱରକୁ ଭୟ କରେ। ଈଶ୍ୱରକୁ ଭୟ କରେ। ପବିତ୍ରତାର ମାର୍ଗରେ ଆପଣ ଅଛନ୍ତି ବୋଲି କେମିତି ଜଣା ପଡ଼ିବ? ଯେତେବେଳେ ଆପଣଙ୍କ ଜୀବନରେ, ମୋର ଜୀବନରେ ଈଶ୍ୱରଙ୍କ ପ୍ରତି ଭୟ ଥିବ। ଆଜି ଆମେ ଯେଉଁ ଜଗତରେ ବାସ କରୁଛୁ, କେହି କାହାକୁ ଡରନ୍ତି ନାହିଁ। ଗୋଟେ ଲଗାମ ଛଡ଼ା ଜୀବନ ସମସ୍ତଙ୍କୁ। ନା ଚକ୍ଷୁରେ କଟକଣା ଅଛି, ନା ମୁଖରେ କଟକଣା ଅଛି, ନା ପାଦରେ କଟକଣା ଅଛି। ଆମେ ଯୋଉଠି ଇଚ୍ଛା ଯାଇପାରୁଛୁ, ଯାହା ଇଚ୍ଛା ଦେଖିପାରୁଛୁ, ଯାହା ଇଚ୍ଛା ଖାଇପାରୁଛୁ। ସମ୍ପର୍କରେ ମଧ୍ୟ କୌଣସି ପାଚେରୀ ନାହିଁ, ଆମେ ପାଚେରୀ ଡେଇଁକି ବି ଯାଇପାରୁଛୁ। ତ ଆପଣ ପବିତ୍ରତାର ମାର୍ଗରେ ଅଛନ୍ତି ବୋଲି କେମିତି ଜଣା ପଡ଼ିବ? ଯଦି ଈଶ୍ୱରଙ୍କ ପ୍ରତି ଭୟ ଥିବ। ଭୟ ଥିବ। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଏଇଟା ଯଦି ଆପଣଙ୍କ ଜୀବନରେ ଅଛି, ଏ ଭୟଟା ଯଦି ଅଛି, ଆପଣ କେମିତି ଅଛନ୍ତି? ଆପଣ ପବିତ୍ରତାର ମାର୍ଗରେ ଆଗଭର ହେଉଛନ୍ତି, ପବିତ୍ରତାର ମାର୍ଗରେ ଆପଣ ଆଗକୁ ବଢୁଛନ୍ତି ବୋଲି ଜଣା ପଡ଼ିବ। ହିତୋପଦେଶ 8 ପର୍ବ 13 ପଦ। ସଦାପ୍ରଭୁ ବିଷୟକ ଭୟ, ମନ୍ଦତା ପ୍ରତି ଘୃଣା। ଯଦି ଆପଣ ଆଉ ମୁଁ କହୁଛୁ ଯେ ନାଇଁ, ଆମେ ତ ପ୍ରଭୁଙ୍କୁ ଭୟ କରୁଛୁ, ହେଲେ ମନ୍ଦତା ପ୍ରତି ଘୃଣା ଅଛି କି? ମନ୍ଦ ବିଷୟକୁ ମୁଁ ଘୃଣା କରୁଛି କି? ମୁଁ ତ ମନ୍ଦ ବିଷୟକୁ ଘୃଣା କରୁନି। ତ କେମିତି ମୋ ଠାରେ ପ୍ରଭୁ ଭୟ ଅଛି ବୋଲି ମୁଁ କହିବି? ମୁଁ ପବିତ୍ରତାର ମାର୍ଗରେ ଅଛି ବୋଲି କେମିତି ଜଣା ପଡ଼ିବ? ପ୍ରଭୁ ଭୟ ଥିବ। ଆଉ ପ୍ରଭୁ ଭୟ ଥିଲେ କ'ଣ ହବ? ମନ୍ଦତା ପ୍ରତି ଘୃଣା ଥିବ। ଆଉ ସେଇ ଘୃଣା ଭାବ ଦେଖାଯାଉ ନାହିଁ। ଆମେ ସବୁକୁ ସାଲିସ କରି ଚାଲୁଛୁ। ହଁ ଚଳିବ, ସେମାନେ କରୁଛନ୍ତି, କରୁଥାନ୍ତୁ, ଆମେ ଏଠି ରହିଥିବା। ପ୍ରିୟମାନେ, କେମିତି ହେଇପାରିବ? ଅନ୍ଧକାର ଆଲୋକ ମିଶିକି ରହିପାରିବ କି? ରହିପାରିବ? ଆଲୋକ କେବେ ବି ଅନ୍ଧକାରରେ ରହିପାରିବ ନାହିଁ, ରହିପାରିବ। ଯଦି ସେ ଆଲୋକ ହେଇଥିବ, ଅନ୍ଧକାର ରହିବ ନାହିଁ। ଆଲୋକର ସନ୍ତାନ କେବେ ଅନ୍ଧକାର ରହିପାରିବ ନାହିଁ। ସେ ଅନ୍ଧକାରରୁ ବାହାରି ଆସିବ। ଅନ୍ଧକାର ସହିତ ସେ ବନ୍ଧୁତା କରିପାରିବ ନାହିଁ, କମ୍ପ୍ରମାଇଜ କରିପାରିବ ନାହିଁ। ପବିତ୍ରତାର ମାର୍ଗରେ ଚାଲୁଛନ୍ତି, ଈଶ୍ୱର ଭୟ ଥିଲେ ଜଣା ପଡ଼ିବ ଏ ପବିତ୍ରତାର ମାର୍ଗରେ ଯାଉଛି। ଆଉ ପବିତ୍ରତାର ମାର୍ଗରେ ଯିବା ଲୋକ କ'ଣ କରିବ? ସେ ମନ୍ଦତାକୁ ଘୃଣା କରିବ। କରିବାଟା ତ ଦୂରର କଥା, ସେ ମନ୍ଦ କର୍ମ ପରେ କରିବ କି ନ କରିବ ଅଲଗା ବିଷୟ, ସେ ପ୍ରଥମ କଥା ଘୃଣା କରିବ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ହିତୋପଦେଶ ଗୀତ ସଂହିତା 128, ଗୀତ ସଂହିତା 128 ତାର ପ୍ରଥମ ପଦ ଦେଖିବେ। ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି ଓ ତାହାଙ୍କ ପଥରେ ଚାଲନ୍ତି, ସେମାନଙ୍କ ପ୍ରତ୍ୟେକ ଲୋକ ଧନ୍ୟ। କ'ଣ ଲେଖାଯାଉଛି? ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି ଓ ତାହାଙ୍କ ପଥରେ ଚାଲନ୍ତି। ପ୍ରଥମ କଥା ଭୟ କରନ୍ତି, ତାପରେ ତାଙ୍କ ପଥରେ ଚାଲନ୍ତି, ସେମାନଙ୍କର ପ୍ରତ୍ୟେକ ଲୋକ ଧନ୍ୟ। ସେମାନଙ୍କର ପ୍ରତ୍ୟେକ ଲୋକ ଆଶୀର୍ବାଦ ପ୍ରାପ୍ତ ଲୋକମାନେ। ପ୍ରତ୍ୟେକ ଲୋକ, ଘରର ସମସ୍ତ ଲୋକ, ଯେଉଁ ମଣ୍ଡଳୀର ଲୋକମାନେ ପ୍ରଭୁଙ୍କୁ ଭୟ କରିବେ, ତାଙ୍କ ପଥରେ ଚାଲିବେ, ସେ ମଣ୍ଡଳୀର ସମସ୍ତେ ଧନ୍ୟ ଥିବେ, ସେ ପରିବାରର ସମସ୍ତେ ଧନ୍ୟ ଥିବେ, ସେ କମ୍ୟୁନିଟି ସମସ୍ତେ ଧନ୍ୟ ଥିବେ, ସେ ଅନୁଷ୍ଠାନ ଧନ୍ୟ ହେବ। ଯେଉଁ ଅନୁଷ୍ଠାନ ପ୍ରଭୁଙ୍କୁ ଭୟ କରେ, ତାଙ୍କ ପଛରେ ଚାଲେ। ପ୍ରଭୁ ଆମମାନଙ୍କୁ ସୁଯୋଗ ଦେଇଛନ୍ତି ସେ ପବିତ୍ରତାର ମାର୍ଗରେ ଚାଲିବା ପାଇଁ, ସେ ପବିତ୍ରତାର ମାର୍ଗରେ ଆଗକୁ ବଢ଼ାଇବା ପାଇଁ। ଆଜି ପ୍ରାର୍ଥନା କରିବା,
ଯଦି ଆପଣ ପବିତ୍ରତାର ମାର୍ଗରେ ଚାଲୁଛନ୍ତି, ପ୍ରଥମ ବିଷୟ ଈଶ୍ୱରଙ୍କୁ ଆପଣ ଭୟ କରିବେ। ଦ୍ୱିତୀୟ ବିଷୟ ମନ୍ଦ ବିଷୟକୁ ଘୃଣା କରିବେ। ସେ ମନ୍ଦ ବିଷୟକୁ ଘୃଣା କରିବା ଦ୍ୱାରା ହିଁ ଜଣା ପଡିବ ଈଶ୍ୱରଙ୍କୁ ଭୟ କରୁଛି। ତାପରେ କଣ କରିବ? ସେ ତାଙ୍କର ପଥରେ ଚାଲିବ, ତାପରେ ଯାଇ ଧନ୍ୟ ହବ, ତାପରେ ଆଶୀର୍ବାଦ ପାଇବ। ଆମେ ଆଗ ଆଶୀର୍ବାଦ ଚାହୁଁଛୁ। ପ୍ରଭୁ ଆମମାନଙ୍କୁ ତାଙ୍କ ବାକ୍ୟ ଜରିଆରେ କହିବା ପାଇଁ ଚାହାନ୍ତି, ପୁଅରେ ଝିଅରେ ମୁଁ ତତେ ଆଶୀର୍ବାଦ କରିବା ପାଇଁ ଚାହେଁ। ସେ ମାର୍ଗ ହିଁ ତୁ ଭୁଲ ମାର୍ଗରେ ଚାଲୁଛୁ, ଠିକ ମାର୍ଗକୁ ପଳେଇ ଆସ। ସେ ମାର୍ଗ ହଉଛି ପ୍ରଭୁଙ୍କୁ ଭୟ କରିବାର ମାର୍ଗ। ଆଉ ପ୍ରଭୁଙ୍କୁ ଭୟ କରିବାର ମାର୍ଗରେ କଣ ଥାଏ? ମନ୍ଦତା ପ୍ରତି ଘୃଣା ଥାଏ। ଆସନ୍ତୁ ପ୍ରାର୍ଥନା କରିବା। ଅନୁଗ୍ରହକାରୀ ପିତା ପରମେଶ୍ୱର, ଆପଣଙ୍କୁ ଧନ୍ୟବାଦ ଦେଉଛି। ଆପଣଙ୍କ ନାମର ପ୍ରଶଂସା କରୁଛି, ଆପଣଙ୍କ ନାମର ସ୍ତୁତି କରୁଛି, ଆପଣଙ୍କ ନାମର ଜୟଗାନ କରୁଛି। ପ୍ରଭୁ ସାହାଯ୍ୟ କର ସେ ମାର୍ଗରେ ଚାଲିବା ପାଇଁ, ସେ ମାର୍ଗରେ ଆଗଭର ହେବା ପାଇଁ ଆମମାନଙ୍କୁ ଅନୁଗ୍ରହ କର। ବାକ୍ୟ ଦ୍ୱାରା କଥା ହେଇଥିବାରୁ ଧନ୍ୟବାଦ ଦେଉଛି। ଆଦର ମହିମା ଗୌରବ ଆପଣଙ୍କୁ ଦେଇ ପ୍ରାର୍ଥନା ଆମର ପ୍ରାଣର ପ୍ରିୟ ଯୀଶୁଙ୍କ ନାମରେ ମାଗିଲି ରାଜା, ଆମେନ୍। ପ୍ରଭୁ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ବାହୁଲ୍ୟ ରୂପେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଅନୁଗ୍ରହ କଲେ ଆମମାନେ ଆସନ୍ତା ଅଧ୍ୟାୟରେ ଜଡ଼ିତ ହେବା। ବିଦାୟ ଦିଅନ୍ତୁ। ପ୍ରଭୁରେ ସ୍ଥିର ରୁହନ୍ତୁ। ସମସ୍ତଙ୍କୁ ନମସ୍କାର।